ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏମିତି ଅନେକ ଗୁଡ଼ିଏ ଗାୟକ ଏବଂ ସଙ୍ଗୀତକାର ଆସିଛନ୍ତି ଯେଉଁମାନେ ଦର୍ଶକଙ୍କ ମନରେ ଭିନ୍ନ ଏକ ଛାପ ଛାଡ଼ି ଚାଲିଯାଇଛନ୍ତି। ତ ଚାଲନ୍ତୁ ଜାଣିବା ସେହି ସିଙ୍ଗରମାନଙ୍କ ବିଷୟରେ। ଅକ୍ଷୟ ମହାନ୍ତି, ଯାହାକୁ ଖୋକା ଭାଇ ନାମରେ ଦର୍ଶକମାନେ ଚିହ୍ନନ୍ତି। ଅକ୍ଷୟ ମହାନ୍ତିଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ବାଙ୍କିମୁଣ୍ଡେଇ ଗ୍ରାମରେ 12 ଅକ୍ଟୋବର 1936 ମସିହାରେ ହୋଇଥିଲା, ଯେଉଁ ଗ୍ରାମଟି ବର୍ତ୍ତମାନ କଟକରେ ଅବସ୍ଥିତ। ସେ ଓଡ଼ିଆ କଥାଚିତ୍ର, ପଲ୍ଲୀ ଗୀତ, ଆଧୁନିକ ଗୀତ ଏବଂ ଅନେକ ଗୁଡ଼ିଏ ଭଜନ ମଧ୍ୟ ଗାଇଛନ୍ତି। ଅକ୍ଷୟ ମହାନ୍ତିଙ୍କ ବାପାଙ୍କ ନାମ ଥିଲା ବିଚିତ୍ରାନନ୍ଦ ମହାନ୍ତି ଏବଂ ମାଙ୍କ ନାମ ସୁବର୍ଣ୍ଣ ମଞ୍ଜୁରୀ ଦେବୀ। ଅକ୍ଷୟ ମହାନ୍ତି ରେଭେନ୍ସା ମହାବିଦ୍ୟାଳୟରୁ BA ପାସ୍ କରିଥିଲେ। କୌଣସି ପ୍ରକାରର ସଙ୍ଗୀତ ଶିକ୍ଷା ନ ନେଇଥିବା ଅକ୍ଷୟ ମହାନ୍ତି ମାତ୍ର 22 ବର୍ଷ ବୟସରେ କଟକର ଆକାଶବାଣୀ ଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। 7 ବର୍ଷ ପର୍ଯ୍ୟନ୍ତ ସେହିଠାରେ ଚାକିରି କରିବା ପରେ ସେ ଚାକିରି ଛାଡ଼ି ସମସ୍ତ ସମୟ ସଙ୍ଗୀତକୁ ଦେଇଥିଲେ। ସେତେବେଳକୁ ସେ ଆକାଶବାଣୀରେ କଟକର ଜଣେ ଗାୟକ ଭାବରେ ଗ୍ରାମୋଫୋନ୍ ଜରିଆରେ ନିଜ କଣ୍ଠଦାନ କରୁଥିଲେ। 1959 ମସିହାରେ ସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଲେ। ଚଳଚ୍ଚିତ୍ରଟି ଥିଲା ମା। ଏହି ଚଳଚ୍ଚିତ୍ରରେ ସେ 3ଟି ଗୀତ ଗାଇଥିଲେ, ଯାହା ସେ ସମୟରେ ଲୋକପ୍ରିୟ ହୋଇଥିଲା। ଏହାପରେ 1965 ମସିହାରେ ଚଳଚ୍ଚିତ୍ର ମଲାଧନ ପାଇଁ ସେ ପ୍ରଥମ ଥର ସଙ୍ଗୀତ ଦେଲେ। 1964 ମସିହାରେ ପ୍ରସ୍ତୁତ ହୋଇଥାଏ ଚଳଚ୍ଚିତ୍ର ଅମଡ଼ା ବାଟ। ଏଥିରେ ଏକ ଚାକର ପାଇଁ ଗୀତ ଥାଏ, ଯାହାକୁ ଗୋପାଳ ଛୋଟରାୟ ପ୍ରଥମେ ସିକନ୍ଦର ଆଲାମ ଏବଂ ପରେ ପ୍ରଣବ ପଟ୍ଟନାୟକଙ୍କୁ ଗାଇବା ପାଇଁ କହିଥିଲେ, କିନ୍ତୁ ସେମାନେ ଏହି ଚାକର ଗୀତଟିକୁ ଗାଇବେ ନାହିଁ ବୋଲି ମନା କରିଦେଇଥିଲେ। କଲିକତା ଠାରେ ଯେତେବେଳେ ଏହି ଗୀତର ରେକର୍ଡିଂ ହୋଇଥିଲା, ସେ ସମୟରେ ଅକ୍ଷୟ ମହାନ୍ତିଙ୍କୁ 104 ଜ୍ୱର ଥିଲା ଏବଂ କୁହାଗଲା ଗୋଟିଏ ଥରରେ ତାଙ୍କୁ ଏହି ଗୀତ ଗାଇବାର ଅଛି। କାରଣ ଥିଲା, ଯଦି ଅକ୍ଷୟ ମହାନ୍ତି ଏହି ଗୀତଟିକୁ ଗୋଟିଏ ଥର ନ ଗାଇ ଅଧିକା ସମୟ ନିଅନ୍ତି, ତାହେଲେ ଏହି ଷ୍ଟୁଡିଓର ମାଲିକଙ୍କୁ ଓଭର ଟାଇମ୍ ପାଇଁ ପ୍ରଡ୍ୟୁସର ଅଧିକ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ଅକ୍ଷୟ ମହାନ୍ତି ଗୋଟିଏ ଥରରେ ଏହି ଗୀତଟିକୁ କମ୍ପ୍ଲିଟ୍ କରିଥିଲେ ଏବଂ ସେହି ବର୍ଷ ଏହି ଫିଲ୍ମର ସବୁଠାରୁ ଅଧିକ ପପୁଲାର ହୋଇଥିଲା ଏହି ଗୀତଟି। ଏହାପରେ ସ୍ତ୍ରୀ ଚଳଚ୍ଚିତ୍ରର ଝୁମି ଝୁମି ଆସେ ରାତି, ସଂସାର ଚଳଚ୍ଚିତ୍ର ବଉଲ ହେବି ନାହିଁ ବାହା, କିଏ କାହାର ଚଳଚ୍ଚିତ୍ରର ଉଡ଼ି ଉଡ଼ି ଯାଏ ଗୁଡ଼ି ଏବଂ ଯାଯାବର ଚଳଚ୍ଚିତ୍ରର ଟାଇଟଲ ସଙ୍ଗ ଦେଇଥିଲା ଅକ୍ଷୟ ମହାନ୍ତିଙ୍କୁ ଭିନ୍ନ ଏକ ପରିଚୟ। ଏହିଭଳି ଭାବେ ଅକ୍ଷୟ ମହାନ୍ତି 100ରୁ ଅଧିକ ଗୀତ ଗାଇଥିଲେ ଏବଂ 7 ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଫିଲ୍ମରେ ଗୀତ ଗାଇବା ଏବଂ ସଙ୍ଗୀତ ଦେବା ବ୍ୟତୀତ ସେ ଅଭିନୟ ମଧ୍ୟ କରିଥିଲେ। ଅକ୍ଷୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା କିଏ ଜିତେ କିଏ ହାରେ। ଏହି ଫିଲ୍ମରେ ସେ ସୁଜାତା ଆନନ୍ଦଙ୍କ ଅପୋଜିଟରେ ଅଭିନୟ କଲେ। ଫିଲ୍ମଟି ସୁପରହିଟ୍ ହେଲା ଏବଂ ଅକ୍ଷୟ ମହାନ୍ତି ଏହି ଚଳଚ୍ଚିତ୍ରର ଗୀତ ପାଇଁ ସେହି ବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହି ଫିଲ୍ମ ବ୍ୟତୀତ ଅକ୍ଷୟ ମହାନ୍ତି ଆହୁରି 2ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହା ବ୍ୟତୀତ ସେ ଅନେକ ଗୁଡ଼ିଏ ବହି ମଧ୍ୟ ଲେଖିଥିଲେ। ଏହିଭଳି ଭାବେ କମ୍ ମଣିଷ ଥାନ୍ତି ଯିଏ ନିଜ ଜୀବନରେ ଅନେକ କିଛି କରିଯାଆନ୍ତି ଏବଂ ସେଥିମଧ୍ୟରେ ଥିଲେ ଅକ୍ଷୟ ମହାନ୍ତି ଅନ୍ୟତମ। 17 ନଭେମ୍ବର 2002ରେ ଅକ୍ଷୟ ମହାନ୍ତିଙ୍କ ନିଧନ ହୋଇଥିଲା 68 ବର୍ଷରେ। ଅକ୍ଷୟ ମହାନ୍ତିଙ୍କ ଭଳି ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଉ ଜଣେ ଜଣାଶୁଣା ଗାୟକ ହେଲେ ଚିତ୍ତରଞ୍ଜନ ଜେନା, ଯାହାକୁ ଚିତ୍ତଜେନା ନାମରେ ଅନେକ ଦର୍ଶକ ଚିହ୍ନିଛନ୍ତି। ଡିସେମ୍ବର 24, 1941 ମସିହା କଟକଠାରେ ଜନ୍ମଗ୍ରହଣ କରିଥିଲେ ଚିତ୍ତଜେନା। ପିତାଙ୍କ ନାମ ଯଦୁମଣି ଜେନା, ମାତାଙ୍କ ନାମ ହେମଲତା ଜେନା। ଉଭୟ ସଙ୍ଗୀତ ଗାନ କରୁଥିଲେ। ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମ ହୋଇଥିବାରୁ ଚିତ୍ତଜେନାଙ୍କ ଆଗ୍ରହ ସଙ୍ଗୀତ ପ୍ରତି ବଢ଼ିଥିଲା। ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ସେ ପାଠ ପଢ଼ିଥିଲେ। ଚିତ୍ତଜେନାଙ୍କୁ ଭୁବନେଶ୍ୱର ମିଶ୍ର ପ୍ରଥମେ ସଙ୍ଗୀତ ଶିକ୍ଷା ଦେଇଥିଲେ। 1974 ମସିହାରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ମନ ଆକାଶ। ଏହି ଚଳଚ୍ଚିତ୍ରରେ ଉପେନ୍ଦ୍ର କୁମାର ପ୍ରଥମ ଥର ପାଇଁ ଚିତ୍ତଜେନାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ।
जीवन झरणा एहापर चित्तजना ममता चलचित्र गाइथिबा गीत देखि से बनमल्ली सिंदूर बिंदुरे गाइथिबा गीत मो प्रिया ठारू कि अधिक सुंदर पूजा चलचित्रर जलुछु दीपाली आखिर लुहरे एवं पूजा फूल चलचित्रर रूप होइथिबा लावण्यवती तांको देइथिला अपूर्व सफलता। देखि से बनमल्ली प्रेम परिजात फूल प्रिया बिना झुरेला। एही गीत गुड़िक व्यतीत चलचित्र रामायण, बंधु महांती, बत्तीघर, बलिदान, राम बलराम, गौरी एवं तपस्या भली अनेक चलचित्र गीत गाइले। चित्तजनक पत्नी नाम थिला स्नेहलता जेना एवं तांकर दुई झियो दुई पुओ थिले। चित्तजनक बड़ झियो संगीता विवाह करथिले मिहिर दासंकु। एही महान गायकों को देहांत बेन स्ट्रोक जोगु नवेम्बर 13, 2018 होइतिला 76 वर्ष रे। एबे कथा बा ओडिशार आउ जणे महान सिंगर को विषय एवं सी होउछन्ति ह्यूमन सागर, जहाँ को अनेक दर्शक ओडिशार अरिजित सिंह को संबोधित करुथिले। 25 नवेम्बर 1990 मसीह टिटिलागढ़ जन्मित एही महान गायक जनक पिलाटी बेलू विभिन्न संगीत प्रतियोगितार भाग नहीं अनेक पुरस्कार जितुथिले। परिवार लोक चाहूले ह्यूमन सागर बड़ हो डाक्तर हुंतु, जोथि ह्यूमन सागर डाक्तरी कॉलेज रे पाठ पढ़िया आरंभ करथिले, किंतु संगीत प्रति तांको भल पाइबा जगु से अधारु डाक्तरी पाठ छाड़ी दे संगीत दुनिया को चली आसिथिले। डाक्तरी पाठ छाड़िया परे ह्यूमन सागर तरंगर रियालिटी शो भॉइस ऑफ ओडिशा सीजन 2 रे जोग दैथिले। एही प्रतियोगिता जितिया परे अभिजीत मजुमदार तांको चलचित्र इश्की तुही तू रे गीत गाय पे सुजोग दैथिले। एहा परे ह्यूमन सागर गप हलिब सत, रॉकस्टार, लव यू हमेशा, झियोटा बिगड़ी गला, बेबी एवं निझुम रातिर साथी भली अनेक चलचित्र गीत गाइले। 2017 रे अभय चलचित्र गीत गजल गजल पाई तांको पुरस्कार मिलिथिला। ह्यूमन सागर श्रिया मिश्र को विवाह होइतिले। उभयकर देखाइतिला तरंगर रियलिटी शो भॉइस ऑफ ओडिशा सीजन 2 रे, किंतु एही वैवाहिक जीवन बेसी दिन पर्यंत चलिला नाही। उभयक भितर मतांतर हेबारु उभय अलग हे गले। पत्नी अलग हेबा परे तांको झियो मद तांको ठार दूरे गले, जेउथि किछि मात्रा रे ह्यूमन सागर मानसिक चिंतार पड़िथिले। दर्शक बंधु, ह्यूमन सागर वर्तमान ए दुनिया नाहाती एवं केबे भी आपण कोनोसी नुआ गीत तांकर सुनी पारिबे नाही। ह्यूमन सागरंकर लिवर खराब थिबा बेले किडनी गुरुतर भावे प्रभावित होइथिला। 17 नवेम्बर 2025 रे तांकर देहांत होइगला मात्र 34 वर्ष रे। एही भली भावे ओडिशार अनेक सिंगर ए दुनिया छाड़ी चली जाइछन्ति, किंतु ह्यूमन सागर ओडिशार प्रथम एभली सिंगर जहाँकर बहुत कम बयस मृत्यु होइछि।